ୱାଙ୍ଗଙ୍କ ସହ ବଡ଼ ଆଲୋଚନା। ଭାରତ ଚୀନ ସମ୍ପର୍କରେ କୂଟନୈତିକ ଆଲୋଚନା ଆଗକୁ ବଢିବାକୁ ଯାଉଛି। ସୀମା ବିବାଦର ସମାଧାନ ପାଇଁ ଆଜି ଚୀନ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଭିଜିତ ଡୋଭାଲ ଗସ୍ତ କରିବେ। ବେଜିଂରେ ଚୀନର ବିଦେଶ ମନ୍ତ୍ରୀ ତଥା ସ୍ପେଶାଲ ରିପ୍ରେଜେଣ୍ଟେଟିଭ ୱାଙ୍ଗଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଅଗଷ୍ଟ 25 ତାରିଖରେ ଦୁଇ ଦେଶର ସ୍ପେଶାଲ ରିପ୍ରେଜେଣ୍ଟେଟିଭଙ୍କ ମଧ୍ୟରେ ସୀମା ପ୍ରସଙ୍ଗରେ 25ତମ ପର୍ଯ୍ୟାୟ ଆଲୋଚନା ହେବ। ଏଥିରେ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ୍ଏସିରେ ଶାନ୍ତି ଓ ସ୍ଥିରତା ସହ ସୀମା ବିବାଦର ସମାଧାନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ଭାରତ ଚୀନ ମଧ୍ୟରେ ପ୍ରାୟ 3488 କିଲୋମିଟର ଲମ୍ବା ସୀମାକୁ ନେଇ ଦୀର୍ଘ ଦିନ ଧରି ବିବାଦ ରହିଛି। ପରବର୍ତ୍ତୀ ଖବର, ୟୁକ୍ରେନକୁ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ଯୋଗାଇବ ଫ୍ରାନ୍ସ। ପ୍ରତିରକ୍ଷା ଚୁକ୍ତିକୁ ଅନୁମୋଦନ କଲେ ମାକ୍ରନ୍। ରୁଷ ବିରୋଧୀ ଯୁଦ୍ଧରେ ଫ୍ରାନ୍ସ ୟୁକ୍ରେନ ପାଇଁ ନୂତନ ମିସାଇଲ ଇଣ୍ଟରସେପ୍ଟର ଘୋଷଣା କରିଛି। ଏଗୁଡ଼ିକ ମଝି ଆକାଶରେ ରୁଷିଆ ମିସାଇଲ ଗୁଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରିବ। ରୁଷ ଏବଂ ୟୁକ୍ରେନ ପ୍ରାୟ 4.5 ବର୍ଷ ଧରି ଯୁଦ୍ଧରେ ଅଛନ୍ତି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ୟୁରୋପୀୟ ଦେଶଗୁଡ଼ିକ ରୁଷ ବିରୋଧରେ ଅସ୍ତ୍ରଶସ୍ତ୍ର ଯୋଗାଇ ୟୁକ୍ରେନକୁ ସହାୟତା କରୁଛନ୍ତି। ୟୁକ୍ରେନକୁ ମିସାଇଲ ଇଣ୍ଟରସେପ୍ଟର ଯୋଗାଇବା ପାଇଁ ଫ୍ରାନ୍ସର ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷ ଗତ କିଛି ମାସ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ କହିଛନ୍ତି ୟୁକ୍ରେନର ଆକାଶକୁ ସୁରକ୍ଷା ଦେବା ଏବଂ ରୁଷ ଆକ୍ରମଣକୁ ପ୍ରତିହତ କରିବା ପାଇଁ ମିସାଇଲ ଇଣ୍ଟରସେପ୍ଟର ଯୋଗାଇବା ଅତ୍ୟନ୍ତ ଜରୁରୀ। ପରବର୍ତ୍ତୀ ଖବର, ଦେବଦତ୍ତ ପାଡିକଲଙ୍କ ଦମଦାର ଶତକ। ଭାରତ ନାଁରେ ପ୍ରଥମ ଦିନର ଖେଳ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ସମ୍ପୂର୍ଣ୍ଣ ଭାବରେ ଟିମ୍ ଇଣ୍ଡିଆ ନାମରେ ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଶୁଭମନ ଗିଲଙ୍କ ଦଳ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା 85 ଓଭରରେ 5 ୱିକେଟ ହରାଇ 300 ରନ୍ ସଂଗ୍ରହ କରିଛି। କ୍ରିଜରେ ଧ୍ରୁବ ଜୁରେଲ 7 ରନ୍ ଓ ସାରାଂଶ ଜୈନ 4 ରନ୍ କରି ଅପରାଜିତ ରହିଛନ୍ତି। ପ୍ରଥମ ଦିନରେ ଚମକିଛନ୍ତି ଦେବଦତ୍ତ ପାଡିକଲ। ଏହି ଷ୍ଟାଇଲିଶ ବାମହାତୀ ବ୍ୟାଟର 117 ରନ୍ର ଶତକୀୟ ଇନିଂସ ଖେଳିଛନ୍ତି। ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପରବର୍ତ୍ତୀ ଖବର, ଓଡ଼ିଶା ଉପକୂଳରେ ଜାହାଜ ବୁଡ଼ିବା ଦୁର୍ଭାଗ୍ୟଜନକ କହିଲେ ସୋନୱାଲ। ଓଡ଼ିଶା ଉପକୂଳରେ ପାନାମା ପତାକା ବହନକାରୀ ମାଲବାହୀ ଜାହାଜ ଏମ୍ଭି ୱେନ୍ସ ୱିନର ବୁଡ଼ିଯିବା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଜାହାଜରେ ଥିବା ଅନ୍ୟ କ୍ରୁ ମେମ୍ବରଙ୍କ ସୁରକ୍ଷା କାମନା କରିଛନ୍ତି ମନ୍ତ୍ରୀ। ସୋନୱାଲ ନିଜର ଏକ୍ସ ହ୍ୟାଣ୍ଡେଲରେ ଘଟଣା ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଏମ୍ଭି ୱେସନ ୱିନର ନାମକ ଜାହାଜଟି ଓଡ଼ିଶା ଉପକୂଳରେ ବୁଡ଼ି ଯାଇଛି। ପାନାମା ପତାକା ଥିବା ଏହି ଜାହାଜଟି ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିଲା। ପରବର୍ତ୍ତୀ ଖବର, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ। NH 55 ରାସ୍ତାକୁ ତୁରନ୍ତ ମରାମତି ପାଇଁ କଲେ ଅନୁରୋଧ। NH 55 ରାସ୍ତାର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରୁ କଟକ ମଧ୍ୟରେ ଥିବା ରାସ୍ତାର ତୁରନ୍ତ ମରାମତି ଏବଂ ଖାଲ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ସେ ଅନୁରୋଧ କରିଛନ୍ତି। ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର ଭାବରେ ପରିଚିତ 55 ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ ବା ମରାମତି ସହ ଖାଲ ଢିପ ସମସ୍ୟାର ସମାଧାନ କରିବା ପାଇଁ ସେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ସେ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ଖବର, ଜାତୀୟ ମହାକାଶ ଦିବସରେ ମୋଦିଙ୍କ ବଡ଼ ବାର୍ତ୍ତା। ଯୁବପିଢ଼ିଙ୍କ ପ୍ରତିଭାକୁ କଲେ ପ୍ରଶଂସା। ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ନୂତନ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ସେ ଜେନ୍ ଜେଡ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ହାସଲ କରିବା ଲକ୍ଷ୍ୟରେ ମହାକାଶ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ ଭିଡିଓ ସେୟାର କରି କହିଛନ୍ତି ଏହା ପରିବର୍ତ୍ତନର ଏକ ନୂତନ ଚକ୍ରର ଆରମ୍ଭ। ପରବର୍ତ୍ତୀ ଖବର, କ୍ରିକେଟରୁ ଅବସର ନେଲେ କରଣ ଶର୍ମା। ଭାରତୀୟ ଲେଗ ସ୍ପିନର କରଣ ଶର୍ମା ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଛନ୍ତି। 38 ବର୍ଷୀୟ କରଣ ଭାରତ ପକ୍ଷରୁ ଗୋଟିଏ ଟେଷ୍ଟ, 2ଟି ଦିନିକିଆ, ଗୋଟିଏ T20 ମ୍ୟାଚ ଖେଳିଥିଲେ। ସମ୍ପ୍ରତି ୟୁପି T20 ଲିଗ୍ରେ କାନପୁର ସୁପରଷ୍ଟାରରୁ ଖେଳୁଥିବା ଅବସରରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଖବର, ବିଜେଡି ଏସ୍ସି ସେଲ୍ ପୁନର୍ଗଠିତ। ବିଜୁ ଜନତା ଦଳ ପକ୍ଷରୁ ଦଳର ଅନୁସୂଚିତ ଜାତି ଏସ୍ସି ସେଲ୍କୁ ନୂତନ ଭାବରେ ପୁନର୍ଗଠିତ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଦଳର ସାଂଗଠନିକ କାର୍ଯ୍ୟକୁ ଦୃଢ଼ ଏବଂ ସକ୍ରିୟ କରିବା ପାଇଁ ମହେଶ ସାହୁଙ୍କୁ ବିଜେଡି ଏସ୍ସି ସେଲ୍ ସଭାପତି ଭାବରେ ନିଯୁକ୍ତ ଦିଆଯାଇଛି।
ସେହିପରି ଏସ୍ସି ସେଲ୍ର ଉପଦେଷ୍ଟା ଭାବରେ ପ୍ରମିଳା ମଲ୍ଲିକ, ପଦ୍ମନାଭ ବେହେରା, ଗଣେଶ୍ୱର ବେହେରା ଏବଂ ସ୍ନେହାଗିନୀ ଛୁରିଆ ରହିଛନ୍ତି। ପରବର୍ତ୍ତୀ ଖବର ଆଜି ନବରଙ୍ଗପୁରରେ ସ୍କୁଲ ଛୁଟି। ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆଜିଠାରୁ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁସାରେ 2026 ଅଗଷ୍ଟ 24ରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡି, ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ପରବର୍ତ୍ତୀ ଖବର ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ। ପିଏନ୍ଜି ସଂଯୋଗ ତ୍ୱରାନ୍ୱିତ କର। ଦେଶରେ ଲୋକଙ୍କୁ ଏଲ୍ପିଜି ପରିବର୍ତ୍ତେ ପାଇପ୍ ଜରିଆରେ ଯେଭଳି ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯିବ, ସେଥିପାଇଁ ପିଏନ୍ଜି ସଂଯୋଗକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛି। ଗ୍ୟାସ୍ ବିତରକ ଓ ତୈଳ ବିପଣନ କମ୍ପାନୀଗୁଡ଼ିକ ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ଜିଲ୍ଲା ସ୍ତରରେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ କୁହାଯାଇଛି। ପିଏନ୍ଜି ସଂଯୋଗ ନେବାରେ ବିଫଳ ହେଉଥିବା ପରିବାରଗୁଡ଼ିକୁ ଏଲ୍ପିଜି ନ ଯୋଗାଇବା ଦିଗରେ ସେମାନେ ସହାୟକ ହେବେ। ପରବର୍ତ୍ତୀ ଖବର ଲିସବନ ପହଞ୍ଚିଲା ଆଇଏନ୍ଏସ୍ ସୁଦର୍ଶିନୀ, ବିଶ୍ୱକୁ ଦେଲା ବନ୍ଧୁତ୍ୱର ବାର୍ତ୍ତା। ଭାରତୀୟ ନୌସେନାର ପାଲଟଣା ପ୍ରଶିକ୍ଷଣ ପୋତ ଆଇଏନ୍ଏସ୍ ସୁଦର୍ଶିନୀ ପର୍ତ୍ତୁଗାଲ ରାଜଧାନୀ ଲିସବନରେ ପହଞ୍ଚିଛି। ଲୋକାୟନ 2026 ଅଭିଯାନରେ 3ଟି ମାସ୍ତୁଲ ଥିବା ଏହି ଜାହାଜ ଦୀର୍ଘ ଯାତ୍ରାରେ ଟ୍ୟାଗସ୍ ନଦୀ ଦେଇ ଲିସବନକୁ ପହଞ୍ଚିଛି। ଏହି ଅବସରରେ ପାରମ୍ପରିକ ନୌକାଯାନ ସାମୁଦ୍ରିକ କୌଶଳର ପ୍ରଭାବୀ ପ୍ରଦର୍ଶନ କରିଛି। ନୌସେନା ଅନୁସାରେ ଆଇଏନ୍ଏସ୍ ସୁଦର୍ଶିନୀର 7 ମାସ ଦୀର୍ଘ ସାମୁଦ୍ରିକ ଯାତ୍ରାରେ ଲିସବନ 15ତମ ବନ୍ଦର। ପରବର୍ତ୍ତୀ ଖବର କପିଲ ଦେବ, ସୁନୀଲ ଗାଭାସ୍କରଙ୍କ ସମେତ 21 ଦିଗ୍ଗଜ କ୍ରିକେଟର କଲେ ଇମ୍ରାନ ଖାନଙ୍କୁ ସମର୍ଥନ। ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ପତ୍ର। ପାକିସ୍ତାନ କ୍ରିକେଟର ପୂର୍ବତନ ଦିଗ୍ଗଜ କ୍ୟାପ୍ଟେନ୍ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାଖାପାଖି 3 ବର୍ଷ ହେଲା ଜେଲରେ ବନ୍ଦୀ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ନିକଟରେ ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କିଛି ଘଣ୍ଟା ପରେ ତାଙ୍କୁ ପୁଣି ଥରେ ଜେଲକୁ ଫେରାଇ ନିଆଯାଇଛି। ଏହି ଘଟଣା ଇମ୍ରାନଙ୍କ ସମର୍ଥକଙ୍କୁ ଚିନ୍ତାରେ ପକାଇଛି। ଏବେ ବିଶ୍ୱ କ୍ରିକେଟର 21 ଜଣ ପୂର୍ବତନ କ୍ୟାପ୍ଟେନ୍ ଇମ୍ରାନ ଖାନଙ୍କ ଲାଗି ସ୍ୱର ଉତ୍ତୋଳନ କରିଛନ୍ତି। ଏବେ ବିଶ୍ୱ କ୍ରିକେଟର 21 ଜଣ ପୂର୍ବତନ କ୍ୟାପ୍ଟେନ୍ ଇମ୍ରାନ ଖାନଙ୍କ ଲାଗି ସ୍ୱର ଉତ୍ତୋଳନ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫଙ୍କୁ ପତ୍ର ଲେଖିଛନ୍ତି। ଏହା ପୂର୍ବରୁ ପାଖାପାଖି 6 ମାସ ପୂର୍ବେ 14 ଜଣ ଦିଗ୍ଗଜ କ୍ରିକେଟ କ୍ୟାପ୍ଟେନ୍ ପାକିସ୍ତାନ ସରକାରଙ୍କୁ ପତ୍ର ଲେଖିଥିଲେ। ପରବର୍ତ୍ତୀ ଖବର ନୂଆ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ଢାକାର ସଂକେତ। ଭାରତ ପାଇଁ ବଢିଲା ସୁରକ୍ଷା ଚିନ୍ତା। ଭାରତର ପୂର୍ବ ସୀମାନ୍ତରେ ଏବେ ଏକ ନୂଆ ପ୍ରତିରକ୍ଷା ସମୀକରଣ ସୂତ୍ରପାତ ହେବାକୁ ଯାଉଛି, ଯାହା ନୂଆଦିଲ୍ଲୀ ପାଇଁ ଏକ ବଡ଼ ସୁରକ୍ଷା ଚିନ୍ତା ପାଲଟିଛି। ପାକିସ୍ତାନ, ତୁର୍କୀ ଏବଂ ସାଉଦି ଆରବକୁ ନେଇ ଗଠନ ହେବାକୁ ଥିବା ସାମରିକ ମେଣ୍ଟ ବା ଇସଲାମିକ ନାଟୋରେ ସାମିଲ ହେବାକୁ ବାଂଲାଦେଶ ପ୍ରସ୍ତୁତ ଥିବା ସୂଚନା ମିଳିଛି। ବାଂଲାଦେଶର ବରିଷ୍ଠ ମନ୍ତ୍ରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ନୂତନ ପ୍ରତିରକ୍ଷା ଚୁକ୍ତିରେ ଯୋଗ ଦେବା ପାଇଁ ଢାକା ନିଜର ବିକଳ୍ପ ଖୋଲା ରଖିଛି। ପରବର୍ତ୍ତୀ ଖବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା। ଦେଶରେ ଲାଗୁ ହେବ ୱାନ୍ ନେସନ ୱାନ୍ ହେଲ୍ଥ ବ୍ୟବସ୍ଥା। ଦେଶରେ ଶୀଘ୍ର ଲାଗୁ ହେବାକୁ ଯାଉଛି ୱାନ୍ ନେସନ ୱାନ୍ ହେଲ୍ଥ ବା ଏକ ଦେଶ ଏକ ସ୍ୱାସ୍ଥ୍ୟ ଯୋଜନା। ଦେଶର ସମସ୍ତ ଲୋକଙ୍କ ପାଇଁ ସମାନ ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବାକୁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର। ସେହିପରି ଖୁବ୍ ଶୀଘ୍ର ଓଡ଼ିଶା ସରକାର ଆଉ ଗୋଟିଏ ଆପ୍ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି। ଏନେଇ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ସ୍ୱାସ୍ଥ୍ୟ ସେବାକୁ ଆଗକୁ ନେବାକୁ ଚାଲିଛି ଚେଷ୍ଟା। ଦେଶରେ ଶୀଘ୍ର ଲାଗୁ ହେବ ୱାନ୍ ନେସନ ୱାନ୍ ହେଲ୍ଥ ବା ଏକ ଦେଶ ଏକ ସ୍ୱାସ୍ଥ୍ୟ ଯୋଜନା। ତାହା ସହ ଡିଜିଟାଲ ପ୍ରେସ୍କ୍ରିପସନକୁ ଗୁରୁତ୍ୱ ଦିଆଯିବ। ପରବର୍ତ୍ତୀ ଖବର ମିନି ବିଶ୍ୱ ହେଲା ଭୁବନେଶ୍ୱର। 27 ଦେଶ 187 ଆଥଲେଟ କଳିଙ୍ଗ ଷ୍ଟାଡିୟମରେ ଦିନକ ପାଇଁ ମିନି ବିଶ୍ୱ। ଦିନକ ପାଇଁ ମିନି ବିଶ୍ୱ ପାଲଟିଥିଲା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ। 27 ଦେଶର 187 ଜଣ ଆଥଲେଟ ଗୋଟିଏ ପଡ଼ିଆରେ ଏକାଠି ହୋଇ ଦେଖାଇଥିଲେ ନିଜର ଦକ୍ଷତା। ଅନୁଷ୍ଠିତ ହୋଇଥିଲା ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲଭର ଲେଭଲ ପ୍ରତିଯୋଗିତା। ଦେଶ ବିଦେଶର ଖ୍ୟାତିନାମା ଆଥଲେଟଙ୍କ ଉପସ୍ଥିତିରେ ଉତ୍ସବ ମୁଖର ହୋଇଥିଲା କଳିଙ୍ଗ ଷ୍ଟାଡିୟମ। ପରବର୍ତ୍ତୀ ଖବର ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ପୂର୍ବତନ ଆନ୍ଧ୍ର ମନ୍ତ୍ରୀ ନାଗେଶ୍ୱର ରାଓ ଗିରଫ। ଆନ୍ଧ୍ରପ୍ରଦେଶ ରାଜ୍ୟ ପାନୀୟ ନିଗମ ଲିମିଟେଡ
ମଦ ପରିବହନ ଟେଣ୍ଡରରେ ହେରଫେର ଓ ସବ୍ କଣ୍ଟ୍ରାକ୍ଟିଂ ମାଧ୍ୟମରେ ଆୟ ସମ୍ପର୍କିତ ମନି ଲଣ୍ଡରିଂ ତଦନ୍ତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ରବିବାର ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ କାରୁମୁରି ନାଗେଶ୍ୱର ରାଓଙ୍କୁ ଗିରଫ କରିଛି। ଇଡି ସୂତ୍ର ଅନୁଯାୟୀ ନାଗେଶ୍ୱର ରାଓଙ୍କୁ ରବିବାର ଅପରାହ୍ନରେ ହାଇଦ୍ରାବାଦର କୋଣ୍ଡାପୁରରୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ଖବର ରାହୁଲ ଗାନ୍ଧୀଙ୍କୁ ସ୍ମୃତି ଇରାନୀଙ୍କ ଚ୍ୟାଲେଞ୍ଜ 33% ମହିଳା ସଂରକ୍ଷଣ ତୁରନ୍ତ ଲାଗୁ କରିବା ପାଇଁ ସମର୍ଥନ। ବିଜେପି ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ରବିବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରି ସଂସଦରେ ମହିଳାଙ୍କ ପାଇଁ 33% ସଂରକ୍ଷଣର ଶୀଘ୍ର କାର୍ଯ୍ୟକାରିତାକୁ ସମର୍ଥନ କରିବା ପାଇଁ ଓ କଂଗ୍ରେସ କାର୍ଯ୍ୟାଳୟରେ ଦେବୀ ଦୁର୍ଗାଙ୍କ ଆବାହନ ସହିତ ବନ୍ଦେ ମାତରମର ପୁନଃ ପରିବେଷଣ ଆୟୋଜନ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ରାହୁଲ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଭାରତର ଶକ୍ତି ଭାବରେ ବର୍ଣ୍ଣନା କରିଥିଲେ। ମହିଳାଙ୍କ ବିରୋଧରେ ହିଂସାକୁ ନିନ୍ଦା କରିଥିଲେ। ପରବର୍ତ୍ତୀ ଖବର ଯନ୍ତର ମନ୍ତରରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ମିଳିଲା ନାହିଁ ଅନୁମତି। ସୁରକ୍ଷା ବ୍ୟବସ୍ଥା କଡାକଡି କଲା ଦିଲ୍ଲୀ ପୋଲିସ। ଦିଲ୍ଲୀର ଯନ୍ତର ମନ୍ତରଠାରେ ଆୟୋଜନ ହେବାକୁ ଥିବା ସଂରକ୍ଷଣ ବିରୋଧୀ ଗଣ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନକୁ ଦିଲ୍ଲୀ ପୋଲିସ ଅନୁମତି ଦେବାକୁ ସ୍ପଷ୍ଟ ମନା କରିଦେଇଛି। ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ପୋଲିସ ପ୍ରଶାସନ ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଯାଇଛି। ସିଆରପିଏଫ୍ ଏବଂ ସିଆଇଏସ୍ଏଫ୍ ଭଳି ସୁରକ୍ଷା ବାହିନୀର ଅବସରପ୍ରାପ୍ତ ଯବାନମାନେ ମଧ୍ୟ ନିଜର ବିଭିନ୍ନ ଦାବିକୁ ନେଇ ଯନ୍ତର ମନ୍ତରରେ ଏକ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ପରବର୍ତ୍ତୀ ଖବର ପିଓକେକୁ ନର୍କ କରିଛି ପାକିସ୍ତାନ। ଜାତିସଂଘକୁ ଚିଠି ଲେଖିଲେ ବ୍ରିଟେନ ସାଂସଦ। ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଜନସାଧାରଣଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଏବଂ ନର୍କ ସଦୃଶ୍ୟ ହୋଇପଡ଼ିଛି ବୋଲି ବ୍ରିଟେନର ସାଂସଦମାନେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ ପାକିସ୍ତାନ ସରକାର ଏବଂ ପୋଲିସ ପ୍ରଶାସନ ଦ୍ୱାରା ବ୍ୟାପକ ଭାବରେ ମାନବାଧିକାର ଉଲ୍ଲଂଘନ କରାଯାଉଥିବାରୁ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ବ୍ରିଟେନର ସାଂସଦମାନେ ଜାତିସଂଘର ମହାସଚିବଙ୍କୁ ଏକ ପତ୍ର ଲେଖି ଦାବି କରିଛନ୍ତି। ପରବର୍ତ୍ତୀ ଖବର ଇସଲାମିକ ନାଟୋ ମିଶିପାରେ ବାଂଲାଦେଶ। ଭାରତ ଚାରିପାଖରେ ବର୍ତ୍ତମାନ ଅସନ୍ତୋଷର ନିଆଁ କୁହୁଳୁଛି। ଚୀନ ପାକିସ୍ତାନ ଓ ବାଂଲାଦେଶ ସହିତ ସମ୍ପର୍କ ସେତେଟା ଭଲ ନାହିଁ। ସେପଟେ ଦୂର ଦେଶରୁ ତୁର୍କୀ ମଧ୍ୟ ଭାରତ ବିରୋଧରେ ଷଡଯନ୍ତ୍ର କରୁଛି। ଆଉ ଏପଟେ ଆମେରିକାର ଦୋମୁହାଁ ଚେହେରାକୁ ଭରସା କରିବା ମାନେ ମଝି ନଈରେ ବୁଡି ମରିବା ସହ ସମାନ। ଏ କଥା ଆମେ ଏଥିପାଇଁ କହୁଛୁ କାରଣ ଇସଲାମିକ ନାଟୋ ଏବେ ଭାରତର ଦ୍ୱାରଦେଶରେ ପହଞ୍ଚିବ ହେଉଛି। ଅର୍ଥାତ୍ ବାଂଲାଦେଶ ଏବେ ସାଉଦି ଆରବ ପାକିସ୍ତାନ ଓ ତୁର୍କୀ ମଧ୍ୟରେ ଗଠିତ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତିରେ ସାମିଲ ହେବାକୁ ଇଚ୍ଛା କରୁଛି। ଭାରତ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଘଟଣା ଉପରେ କଡା ନଜର ରଖାଯାଇଛି। ତ୍ରିପକ୍ଷୀୟ ଇସଲାମିକ ନାଟୋରେ ସାମିଲ ହେବା ପାଇଁ ବାଂଲାଦେଶ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ବୋଲି ଦୁଇ ବାଂଲାଦେଶ ମନ୍ତ୍ରୀ କହିବା ପରେ ଚର୍ଚ୍ଚା ବଢିଯାଇଛି।